ନୀତିବଚନ ପୁସ୍ତକ ଅଧ୍ୟାୟ 11। କୃତ୍ରିମ ତରାଜୁକୁ ପ୍ରଭୁ ଘୃଣା କରନ୍ତି, କିନ୍ତୁ ନ୍ୟାୟ ସଙ୍ଗତ ବଟକରା ତାହାଙ୍କୁ ସନ୍ତୁଷ୍ଟ କରେ। ଅହଙ୍କାର ପଛେ ଅପମାନ ମଧ୍ୟ ଆଗତ ହୁଏ, କିନ୍ତୁ ବିନମ୍ର ବ୍ୟକ୍ତିମାନଙ୍କ ଗହଣରେ ପ୍ରଜ୍ଞା ଅବସ୍ଥାନ କରେ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ନୀତିନିଷ୍ଠା ସେମାନଙ୍କ ପ୍ରତି ପଥ ପ୍ରଦର୍ଶନ କରେ, କିନ୍ତୁ ପ୍ରବଞ୍ଚକମାନଙ୍କ ବକ୍ରତା ସେମାନଙ୍କୁ ବିନାଶ କରେ। କ୍ରୋଧର ଦିବସରେ ସମ୍ପଦ କୌଣସି ପ୍ରୟୋଜନରେ ଆସେ ନାହିଁ, କିନ୍ତୁ ନୀତିନିଷ୍ଠା ମୃତ୍ୟୁରୁ ମୁକ୍ତ କରେ। ନିର୍ଦ୍ଦୋଷୀର ନୀତି ତାର ପଥକୁ ସୁଗମ କରିଦିଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିର ଦୁଷ୍ଟତା ତାକୁ ନିଜ ପଥରେ ପତିତ କରାଏ। ନୀତିନିଷ୍ଠ ବ୍ୟକ୍ତିର ନୀତିନିଷ୍ଠା ତାକୁ ମୁକ୍ତ କରେ, କିନ୍ତୁ ବିଦ୍ରୋହୀମାନଙ୍କୁ ସେମାନଙ୍କର ମୋହ ବନ୍ଦୀ କରେ। ମୃତ୍ୟୁ ସମୟରେ ଦୁଷ୍ଟ ବ୍ୟକ୍ତିର ଭରସା ବିନଷ୍ଟ ହୁଏ ଓ ଅଧର୍ମୀମାନଙ୍କର ପ୍ରତ୍ୟାଶା ନିଶ୍ଚିହ୍ନ ହୁଏ। ଧାର୍ମିକ ବ୍ୟକ୍ତି ଦୁର୍ଦ୍ଦଶାରୁ ମୁକ୍ତ ହୁଏ ଓ ଦୁଷ୍ଟ ବ୍ୟକ୍ତି ତା ପରିବର୍ତ୍ତେ ସେଥିରେ ପତିତ ହୁଏ। ଜଣେ ଅଧର୍ମୀ ବାକ୍ୟ ଦ୍ୱାରା ନିଜ ପ୍ରତିବେଶୀକୁ ବିନାଶ କରେ, କିନ୍ତୁ ଧାର୍ମିକ ବ୍ୟକ୍ତିଗଣ ଜ୍ଞାନରେ ଉଦ୍ଧାରିତ ହୁଅନ୍ତି। ନୀତିନିଷ୍ଠ ମାନଙ୍କର କୁଶଳ ଯୋଗୁଁ ନଗରୀ ଆହ୍ଲାଦିତ ହୁଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କର ବିନାଶରେ ଆନନ୍ଦ ଚିତ୍କାର ମୁଖରିତ ହୁଏ। ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ ପ୍ରଦତ୍ତ ଆଶୀର୍ବାଦ ଯୋଗୁଁ ନଗରୀ ଉନ୍ନୀତ ହୁଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କର ବାକ୍ୟ ଦ୍ୱାରା ତାହା ବିଧ୍ୱସ୍ତ ହୁଏ। ଯିଏ ନିଜର ପ୍ରତିବେଶୀକୁ ତାଚ୍ଛଲ୍ୟ କରେ ସେ ବୁଦ୍ଧିହୀନ ଅଟେ, କିନ୍ତୁ ଜଣେ ଜ୍ଞାନୀ ନିସ୍ତବ୍ଧ ରହେ। ଜଣେ କୁତ୍ସାରଟନାକାରୀ ଗୁପ୍ତ କଥା ପ୍ରକାଶ କରେ, କିନ୍ତୁ ଯେ ବିଶ୍ୱସ୍ତ ମନା ସେ ଗୁପ୍ତ କଥାକୁ ଢାଙ୍କି ରଖେ। ପରିଚାଳନାର ଅଭାବ ଜନତାକୁ ପତିତ କରାଏ, କିନ୍ତୁ ପରାମର୍ଶକମାନଙ୍କର ବହୁଳତା ସୁରକ୍ଷା ସୃଷ୍ଟି କରେ। ଯିଏ ଅପରିଚିତ ଲୋକଙ୍କ ପ୍ରତି ପଣ ହୋଇ ରହେ ସେ ଦୁଃଖିତ ହେବ, କିନ୍ତୁ ବନ୍ଧକ ହେବା ପାଇଁ ଯିଏ ଘୃଣା କରେ ସେ ସୁରକ୍ଷିତ। ଜଣେ ଉତ୍ତମ ନାରୀ ଗୌରବାନ୍ୱିତ ହୁଏ ଓ ନିର୍ଭୀକ ଲୋକେ ସମ୍ପଦ ସଞ୍ଚୟ କରନ୍ତି। ଦୟାଶୀଳ ବ୍ୟକ୍ତି ନିଜ ପାଇଁ ଉପକୃଷ୍ଟ ହୁଏ, କିନ୍ତୁ ଜଣେ ନିଷ୍ଠୁର ବ୍ୟକ୍ତି ନିଜକୁ ଉପଦ୍ରବ କରେ। ଦୁଷ୍ଟ ବ୍ୟକ୍ତି ଦ୍ୱାରା ଅର୍ଜିତ ମଞ୍ଜୁରୀ ପ୍ରବଞ୍ଚନାତ୍ମକ ଅଟେ, କିନ୍ତୁ ଯିଏ ନ୍ୟାୟପରାୟଣତା ବୁଣେ ସେ ସୁନିଶ୍ଚିତ ପ୍ରତିଫଳ ଲାଭ କରେ। ଯିଏ ନ୍ୟାୟପରାୟଣତାରେ ଅଟଳ ରହେ ସେ ଜୀବିତ ରହିବ, କିନ୍ତୁ ଯିଏ ମନ୍ଦର ପଶ୍ଚାଦଗମନ କରେ ସେ ମୃତ୍ୟୁ ମୁଖରେ ପଡ଼ିବ। ଭ୍ରଷ୍ଟ ବ୍ୟକ୍ତିଗଣ ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ, କିନ୍ତୁ ନିଷ୍କଳଙ୍କ ପଥିକମାନେ ତାହାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ସୁନିଶ୍ଚିତ ଭାବେ ଜାଣି ରଖ ଯେ ଦୁଷ୍ଟ ବ୍ୟକ୍ତି ଅଦଣ୍ଡିତ ହୋଇ ରହିବ ନାହିଁ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିଗଣ ମୁକ୍ତ ହେବେ। ଶୂକର ଥୋମଣିରେ ସ୍ୱର୍ଣ୍ଣ ନଥ ଯେପରି, ପରିଜ୍ଞାନହୀନ ସୁନ୍ଦରୀ ନାରୀ ସେହିପରି। ନୀତିନିଷ୍ଠ ବ୍ୟକ୍ତିର ଆଗ୍ରହ କେବଳ କୁଶଳରେ ପରିସମାପ୍ତ ହୁଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିର ପ୍ରତ୍ୟାଶା କ୍ରୋଧରେ ଅବସାନ ହେବ। ଜଣେ ବ୍ୟକ୍ତି ରିକ୍ତ ହସ୍ତରେ ଦାନ କରେ, ତଥାପି ସେ ଅଧିକ ଧନଶାଳୀ ହୁଏ। ଅନ୍ୟ ଜଣେ ଯଦିଓ ଦେୟ ବସ୍ତୁକୁ ଅଟକାଇ ରଖେ, ତଥାପି ସେ ଉତ୍ତରୋତ୍ତର ନିର୍ଧନ ହୁଏ। ଜଣେ ଉଦାରମନା ଧନଶାଳୀ ହେବ ଓ ଯିଏ ଜଳ ଦାନ କରେ ତାକୁ ଜଳ ପ୍ରଦତ୍ତ ହେବ। ଯିଏ ଗୁପ୍ତ ଭାବେ ଶସ୍ୟ ସଞ୍ଚୟ କରେ ଲୋକେ ତାକୁ ଅଭିଶାପ ଦିଅନ୍ତି, କିନ୍ତୁ ଯିଏ ତାହା ବିକ୍ରୟ କରେ ତା ଉପରେ ଆଶୀଷ ବର୍ଷିତ ହେବ। ଯିଏ ମନୋଯୋଗ ପୂର୍ବକ ଉତ୍ତମତାର ସନ୍ଧାନ କରେ ସେ ଅନୁଗ୍ରହର ସନ୍ଧାନ କରେ, କିନ୍ତୁ ଯିଏ ମନ୍ଦର ଅନ୍ୱେଷଣ କରେ ତାକୁ ତାହା ହିଁ ସଂଘଟିତ ହେବ। ଯିଏ ଧନ ଉପରେ ଆସ୍ଥା ସ୍ଥାପନ କରେ ସେ ଝୁଣ୍ଟି ପଡ଼ିବ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତି ସବୁଜ
ପତ୍ର ସଦୃଶ ପ୍ରଫୁଲ୍ଲିତ ହେବ। ଯିଏ ନିଜର କୁଟୁମ୍ବକୁ କୁଶାସନ କରେ ସେ ବାୟୁକୁ ଅଧିକାର କରିବ ଓ ମୂଢ଼ ବ୍ୟକ୍ତି ବିଜ୍ଞମାନଙ୍କ ଦାସ ହେବ। ନୀତିନିଷ୍ଠମାନଙ୍କର ଫଳ ଜୀବନର ବୃକ୍ଷ ଅଟେ, କିନ୍ତୁ ଅଧାର୍ମିକତା ଜୀବନର ସଂହାରକ ଅଟେ। ନୀତିନିଷ୍ଠ ବ୍ୟକ୍ତି ଯଦି ଭୂପୃଷ୍ଠରେ ପ୍ରତିଫଳ ପାଏ, ତେବେ ଦୁଷ୍ଟ ତଥା ପାପୀ କେତେ ବା ଅଧିକ ମାତ୍ରାରେ ନ ପାଇବେ। ଅଧ୍ୟାୟ 12। ଯିଏ ଅନୁଶାସନାସକ୍ତ ସେ ଜ୍ଞାନାଭିଳାଷୀ, କିନ୍ତୁ ଯିଏ ତିରସ୍କାରକୁ ଘୃଣା କରେ ସେ ନିର୍ବୋଧ। ଜଣେ ଉତ୍ତମ ବ୍ୟକ୍ତି ପ୍ରଭୁଙ୍କ ଠାରୁ ଅନୁଗ୍ରହ ପ୍ରାପ୍ତ ହୁଏ, କିନ୍ତୁ ଅନିଷ୍ଟ ଯୋଜନାକାରୀକୁ ସେ ଦୋଷୀ ସାବ୍ୟସ୍ତ କରନ୍ତି। ଦୁଷ୍ଟତା ଦ୍ୱାରା କୌଣସି ବ୍ୟକ୍ତି ସୁରକ୍ଷିତ ହେବ ନାହିଁ, କିନ୍ତୁ ଧାର୍ମିକ ବ୍ୟକ୍ତି କେବେ ହେଁ ନିର୍ମୂଳ ହେବ ନାହିଁ। ଜଣେ ଉତ୍ତମ ପତ୍ନୀ ନିଜ ପତିର ମୁକୁଟ ଅଟେ, କିନ୍ତୁ ଯେଉଁ ନାରୀ ଅପମାନ ଜନ୍ମାଏ ସେ ତାର ଅସ୍ଥିପୁଞ୍ଜ କର୍କଟ ରୋଗ ସଦୃଶ ଅଟେ। ନୀତିନିଷ୍ଠ ବ୍ୟକ୍ତିର ଚିନ୍ତାଧାରା ନ୍ୟାୟସଙ୍ଗତ, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କର ଉପଦେଶ ପ୍ରବଞ୍ଚନାତ୍ମକ। ଦୁଷ୍ଟ ବ୍ୟକ୍ତିର ବାକ୍ୟ ସବୁ ରକ୍ତପାତ ପାଇଁ ଛକି ବସେ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିର କଥା ମନୁଷ୍ୟକୁ ମୁକ୍ତ କରେ। ବିଧ୍ୱସ୍ତ ହେଲା ପରେ ଦୁଷ୍ଟ ବ୍ୟକ୍ତିଗଣ ଅସ୍ଥାୟୀ ହୁଅନ୍ତି, କିନ୍ତୁ ଧାର୍ମିକ ବ୍ୟକ୍ତିର ବଂଶ ପରମ୍ପରା ଅଟଳ ରହେ। ଜଣେ ବ୍ୟକ୍ତି ତାର ସୁବୁଦ୍ଧି ମୁତାବକ ପ୍ରଶଂସିତ ହୁଏ, କିନ୍ତୁ କୁଟିଳମନା ବ୍ୟକ୍ତି ବିଶେଷ ଅବଜ୍ଞାର ପାତ୍ର ହୁଏ। ଭକ୍ଷଣର ଅଭାବରେ ଥିବା ସତ୍ତ୍ୱେ ଯିଏ ଜଣେ ମହାପୁରୁଷ ସ୍ୱରୂପ ଅଭିନୟ କରେ, ତା ଅପେକ୍ଷା ଯେଉଁ ନମ୍ର ଲୋକ ନିଜ ପାଇଁ ପରିଶ୍ରମରତ ହୁଏ ସେ ବରଂ ଶ୍ରେୟସ୍କର। ଜଣେ ନୀତିନିଷ୍ଠ ବ୍ୟକ୍ତି ନିଜ ପଶୁମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରେ, କିନ୍ତୁ ଦୁଷ୍ଟ ବ୍ୟକ୍ତିର କରୁଣା ନିଷ୍ଠୁର। ଯିଏ ନିଜ କ୍ଷେତରେ କର୍ଷଣ କରେ ସେ ଯଥେଷ୍ଟ ଖାଦ୍ୟ ପାଇବ, କିନ୍ତୁ ଯିଏ ଅସାର କାର୍ଯ୍ୟରେ ଲିପ୍ତ ହୁଏ ସେ ବୁଦ୍ଧିହୀନ। ଦୁଷ୍ଟ ବ୍ୟକ୍ତିର ପ୍ରବଳ ଗମ୍ଭୁଜ ଭୂମିସାତ ହୋଇ ବିନାଶ ହୁଏ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତି ମୂଳ ପାତି ଅଚଳ ରହେ। ମନ୍ଦ ବ୍ୟକ୍ତି ନିଜ ଅଧର ନିଃସୃତ ଦୁଷ୍ଟ କଥା ଦ୍ୱାରା ଭାଷାନୁବଦ୍ଧ ହୁଏ, କିନ୍ତୁ ଧାର୍ମିକ ବ୍ୟକ୍ତି ଦୁର୍ଦ୍ଦଶାରୁ ମୁକ୍ତ ହୁଏ। ଜଣେ ବ୍ୟକ୍ତି ନିଜ କଥାର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ ଓ ନିଜ ହସ୍ତକୃତ କାର୍ଯ୍ୟର ଫଳ ତାକୁ ପ୍ରଦତ୍ତ ହେବ। ଜଣେ ମୂଢ଼ ବ୍ୟକ୍ତିର ଦୃଷ୍ଟିରେ ତାର ମାର୍ଗାବଳୀ ଉତ୍ତମ ଅଟେ, କିନ୍ତୁ ଜଣେ ବିଜ୍ଞ ବ୍ୟକ୍ତି ଉପଦେଶ ପ୍ରତି କର୍ଣ୍ଣପାତ କରେ। ଜଣେ ମୂଢ଼ ବ୍ୟକ୍ତି ନିଜ ବିରକ୍ତିକୁ ସହସା ପ୍ରକାଶ କରେ, କିନ୍ତୁ ଜଣେ ବିବେକୀ ଅପମାନକୁ ହେୟ ଜ୍ଞାନ କରେ। ଯିଏ ସତ୍ୟ କହେ ସେ ଅକପଟ ସାକ୍ଷ୍ୟର ପ୍ରମାଣ ଦିଏ, କିନ୍ତୁ ଜଣେ କପଟ ସାକ୍ଷୀ ପ୍ରବଞ୍ଚନା ଉଚ୍ଚାରଣ କରେ। କାହାର ବାଚାଳତା ଖଡ୍ଗର ଆଘାତ ସଦୃଶ ଅଟେ, କିନ୍ତୁ ବିଜ୍ଞ ବ୍ୟକ୍ତିର ଜିହ୍ୱା ଆରୋଗ୍ୟ କରେ। ସତ୍ୟାଳାପକାରୀର ଅଧର ଚିରକାଳ ବ୍ୟାପୀ ସ୍ଥାୟୀ ରହେ, କିନ୍ତୁ ମିଥ୍ୟାବାଦୀର ଜିହ୍ୱା କେବଳ କ୍ଷଣିକ ରହେ। ମନ୍ଦ ଯୋଜନାକାରୀମାନଙ୍କ ହୃଦୟ ପ୍ରବଞ୍ଚନାତ୍ମକ, କିନ୍ତୁ ଯେଉଁମାନେ ଉତ୍ତମ ବିଷୟ କଳ୍ପନା କରନ୍ତି ସେମାନେ ଆନନ୍ଦ ଅନୁଭବ କରନ୍ତି। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ପ୍ରତି କୌଣସି ଅନିଷ୍ଟ ସଂଗଠିତ ହେବ ନାହିଁ, କିନ୍ତୁ ଦୁଷ୍ଟ ବ୍ୟକ୍ତିଗଣ ଦୁର୍ଦ୍ଦଶାରେ ପରିପୂର୍ଣ୍ଣ ଅଟନ୍ତି। ମିଥ୍ୟାବାଦୀ ଅଧର ପ୍ରଭୁଙ୍କ ସନ୍ନିଧାନରେ ଦୃଶ୍ୟ, କିନ୍ତୁ ଯେଉଁମାନେ ବିଶ୍ୱସ୍ତତା ପୂର୍ବକ ଆଚରଣ କରନ୍ତି ସେମାନେ ତାହାକୁ ସନ୍ତୁଷ୍ଟ କରନ୍ତି। ଜଣେ ବିବେକୀ ନିଜ ଜ୍ଞାନକୁ ଲୁକାୟିତ କରି ରଖେ, କିନ୍ତୁ ନିର୍ବୋଧ ବ୍ୟକ୍ତିଗଣ ସେମାନଙ୍କ ମୂଢ଼ତାକୁ ବିଜ୍ଞାପନ କରନ୍ତି। କର୍ମଶାଳୀର ହସ୍ତ କର୍ତ୍ତୃତ୍ୱ ବିସ୍ତାର କରିବ, କିନ୍ତୁ ଅଳସୁଆମାନେ ବେଠି ରୂପେ କାର୍ଯ୍ୟ କରିବା ପାଇଁ ନିୟୋଜିତ ହେବେ। ଉତ୍କଣ୍ଠା ମନୁଷ୍ୟର ହୃଦୟକୁ ହତୋତ୍ସାହିତ କରେ,
କିନ୍ତୁ ଗୋଟିଏ ସତ୍ ବଚନ ତାକୁ ସନ୍ତୁଷ୍ଟ କରେ। ଜଣେ ନୀତିନିଷ୍ଠ ବ୍ୟକ୍ତି ମନ୍ଦ କାର୍ଯ୍ୟରୁ ପଶ୍ଚାତପଦ ହୁଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିର ବ୍ୟାପାର ତାକୁ ପଥଭ୍ରଷ୍ଟ କରେ। ଜଣେ ଅଳସୁଆ ନିଜ ଶିକାର ବସ୍ତୁକୁ ଧରିବ ନାହିଁ, କିନ୍ତୁ ଜଣେ ଶ୍ରମଶୀଳ ବ୍ୟକ୍ତି ବହୁମୂଲ୍ୟ ସମ୍ପଦ ଅର୍ଜନ କରିବ। ନୀତିନିଷ୍ଠାର ପଥରେ ଜୀବନ ଅବସ୍ଥାନ କରେ, କିନ୍ତୁ ଭ୍ରମାତ୍ମକ ପଥ ମୃତ୍ୟୁ ଆଡ଼କୁ ବାଟ କଢ଼ାଏ। ଅଧ୍ୟାୟ 13। ଜଣେ ବିବେକୀ ପୁତ୍ର ନିଜ ପିତାଙ୍କର ଶିକ୍ଷୋପଦେଶ ଶୁଣେ, କିନ୍ତୁ ଏକ ଉପହାସକ ତିରସ୍କାର ପ୍ରତି କର୍ଣ୍ଣପାତ କରେ ନାହିଁ। ଜଣେ ଉତ୍ତମ ବ୍ୟକ୍ତି ନିଜ ମୁଖ ନିଃସୃତ ବାକ୍ୟର ଉତ୍ତମ ଫଳ ଉପଭୋଗ କରେ, କିନ୍ତୁ ବିଦ୍ରୋହୀଗଣ ହିଂସାତ୍ମକ କାର୍ଯ୍ୟର ସମ୍ପାଦନ ପାଇଁ ଅଭିଳାଷୀ ହୁଅନ୍ତି। ଯିଏ ନିଜ ମୁଖକୁ ନିୟନ୍ତ୍ରଣ କରେ ସେ ସ୍ୱଜୀବନକୁ ସଂରକ୍ଷଣ କରେ, କିନ୍ତୁ ଯିଏ ନିଜ ଅଧରକୁ ବିସ୍ତାର କରି ଉନ୍ମୁକ୍ତ କରେ ସେ ବିନାଶ ହୁଏ। ଆଶା ପୋଷଣ କରିବା ସତ୍ତ୍ୱେ ଜଣେ ଅଳସୁଆ କିଛି ପାଏ ନାହିଁ, କିନ୍ତୁ ଜଣେ ଉପଯୋଗୀ ବ୍ୟକ୍ତିକୁ ପ୍ରାଚୁର୍ଯ୍ୟ ଭାବେ ପ୍ରଦତ୍ତ ହୁଏ। ଜଣେ ନୀତିନିଷ୍ଠ ଲୋକ କପଟତା ଘୃଣା କରେ, କିନ୍ତୁ ଏକ ଦୁଷ୍ଟ ବ୍ୟକ୍ତି ଲଜ୍ଜା ତଥା ଅପମାନପୂର୍ବକ ଆଚରଣ କରେ। ଯାହାର ପଥ ଅକପଟ ତାକୁ ନୀତିନିଷ୍ଠା ସଂରକ୍ଷଣ କରେ, କିନ୍ତୁ ପାପ ଦୁଷ୍ଟ ବ୍ୟକ୍ତିକୁ ପତିତ କରାଏ। ଜଣେ ବ୍ୟକ୍ତି ନିଜକୁ ଧନଶାଳୀ ସଦୃଶ ଛଳନା କରେ, ତଥାପି ତା'ର କିଛି ନାହିଁ। ଅନ୍ୟ ଜଣେ ନିଜକୁ ନିର୍ଧନ ସଦୃଶ ମନେ କରେ, ତଥାପି ତା'ର ପ୍ରଚୁର ସମ୍ପଦ ଥାଏ। ମନୁଷ୍ୟର ଜୀବନକୁ ଉଦ୍ଧାର କରିବା ପାଇଁ ଉଦ୍ଦିଷ୍ଟ ମୋଚନ ମୂଲ୍ୟ ତା'ର ସମ୍ପଦ ଅଟେ, କିନ୍ତୁ ନିଜର ମୋଚନ ପାଇଁ ଜଣେ ଦରିଦ୍ରର କୌଣସି ଉପାୟ ନାହିଁ। ନୀତିନିଷ୍ଠ ବ୍ୟକ୍ତିର ଜ୍ୟୋତି ଜଳିତ ରହେ, କିନ୍ତୁ ଦୁଷ୍ଟ ବ୍ୟକ୍ତିର ପ୍ରଦୀପ ଲିଭିଯିବ। ସ୍ୱେଚ୍ଛାଚାରୀ ଗଣ ଔଦ୍ଧତ୍ୟ ଯୋଗୁଁ କଳହ ସୃଷ୍ଟି କରନ୍ତି, କିନ୍ତୁ ଯେଉଁମାନେ ଉପଦେଶ ସ୍ୱୀକାର କରନ୍ତି ସେମାନଙ୍କଠାରେ ପ୍ରଜ୍ଞା ପରିଲକ୍ଷିତ ହୁଏ। ଆକସ୍ମିକ ସମ୍ପଦ କ୍ଷୟପ୍ରାପ୍ତ ହେବ, କିନ୍ତୁ ଅଳ୍ପାଳ୍ପ ଭାବେ ସଂଗୃହୀତ ଧନ ବୃଦ୍ଧି ପ୍ରାପ୍ତ ହେବ। ସାର୍ଥକ ହେବା ପାଇଁ ବିଳମ୍ବିତ ପ୍ରତ୍ୟାଶା ହୃଦୟକୁ ଦୁଃଖିତ କରେ, କିନ୍ତୁ ସଫଳ ହୋଇଥିବା ଅଭିଳାଷ ଜୀବନର ବୃକ୍ଷ ଅଟେ। ଯିଏ ବଚନକୁ ଅବଜ୍ଞା କରେ ସେ ନିଜର ବିନାଶ ଘଟାଏ, କିନ୍ତୁ ଯିଏ ଆଜ୍ଞା ପ୍ରତି ସମ୍ମାନ ପ୍ରଦର୍ଶନ କରେ ସେ ପୁରସ୍କୃତ ହେବ। ବିଜ୍ଞ ବ୍ୟକ୍ତିର ଉପଦେଶ ଜୀବନର ଉତ୍ସ ଅଟେ, ମୃତ୍ୟୁର ଫାଶରୁ ମୁକ୍ତ ହେବା ପାଇଁ ତାହା ସାହାଯ୍ୟ କରେ। ସଦ୍ବୁଦ୍ଧି ପ୍ରୀତି ଲାଭ କରେ, କିନ୍ତୁ ଅବିଶ୍ୱାସୀମାନଙ୍କର ପଥ ସେମାନଙ୍କ ବିନାଶ ଘଟାଏ। ଜଣେ ବିବେକୀ ଯେକୌଣସି କାର୍ଯ୍ୟରେ ଆଲୋଚନାପୂର୍ବକ ଆଚରଣ କରେ, କିନ୍ତୁ ଜଣେ ନିର୍ବୋଧ ବ୍ୟକ୍ତି ନିଜ ମୂଢ଼ତା ପ୍ରଦର୍ଶନ କରେ। ଜଣେ ଦୁଷ୍ଟ ଦୂତ ଲୋକମାନଙ୍କୁ ଆପଦରେ ନିମଗ୍ନ କରେ, କିନ୍ତୁ ଏକ ବିଶ୍ୱସ୍ତ ସନ୍ଦେଶ ବାହକ ସ୍ୱାସ୍ଥ୍ୟ ସାଧନ କରେ। ଯିଏ ଶିକ୍ଷୋପଦେଶକୁ ଅବମାନନା କରେ ସେ ଦାରିଦ୍ର୍ୟ ତଥା ଅପମାନର ସମ୍ମୁଖୀନ ହେବ, କିନ୍ତୁ ଯିଏ ଭର୍ତ୍ସନା ପ୍ରତି କର୍ଣ୍ଣପାତ କରେ ସେ ସମ୍ମାନାସ୍ପଦ ହୁଏ। ପରିପୂର୍ଣ୍ଣ ହୋଇଥିବା ଅଭିଳାଷ ଆତ୍ମାରେ ମଧୁର ଅନୁଭୂତି ସୃଷ୍ଟି କରେ, କିନ୍ତୁ ମନ୍ଦରୁ ପଶ୍ଚାତପଦ ହେବା ପାଇଁ ମୂଢ଼ ବ୍ୟକ୍ତିଗଣ ଘୃଣା କରନ୍ତି। ଯେ ବିଜ୍ଞ ବ୍ୟକ୍ତିମାନଙ୍କ ଗହଣରେ ଗମନାଗମନ କରେ ସେ ଅଭିଜ୍ଞ ହୁଏ, କିନ୍ତୁ ମୂଢ଼ ବ୍ୟକ୍ତିମାନଙ୍କର ସହଗାମୀ ଅନିଷ୍ଟ ଭୋଗ କରିବ। ଦୁର୍ଭାଗ୍ୟ ପାପୀମାନଙ୍କର ପଶ୍ଚାତପଦ କରେ, କିନ୍ତୁ ଐଶ୍ୱର୍ଯ୍ୟ ଧାର୍ମିକମାନଙ୍କୁ ପ୍ରତିଫଳ ସ୍ୱରୂପ ପ୍ରଦତ୍ତ ହେବ। ଜଣେ ଉତ୍ତମ ବ୍ୟକ୍ତି ନିଜ ପୈତ୍ରମାନଙ୍କ ପାଇଁ ଉତ୍ତରାଧିକାରାଂଶ ରଖିଥାଏ, କିନ୍ତୁ ପାପୀର ସମ୍ପଦ ଧାର୍ମିକମାନଙ୍କ ପାଇଁ ସଞ୍ଚିତ।
ଦିନହୀନମାନଙ୍କ ଅନୁର୍ବର କ୍ଷେତ ପ୍ରଚୁର ଖାଦ୍ୟ ଉତ୍ପାଦନ କରେ, କିନ୍ତୁ ଅନ୍ୟାୟ ଯୋଗୁଁ କେତେକ ବ୍ୟକ୍ତି ବିନାଶ ହୁଏ। ଯିଏ ଯଷ୍ଟି ବ୍ୟବହାର କରିବା ପାଇଁ ଅନିଚ୍ଛୁକ ସେ ନିଜ ପୁତ୍ରକୁ ଘୃଣା କରେ, କିନ୍ତୁ ଯିଏ ତାକୁ ସ୍ନେହ କରେ ସେ ତାକୁ ଉଦ୍ଯୋଗପୂର୍ବକ ଶିକ୍ଷା ପ୍ରଦାନ କରେ। କ୍ଷୁଧା ନିବାରଣ ପାଇଁ ନୀତିନିଷ୍ଠ ବ୍ୟକ୍ତିର ଯଥେଷ୍ଟ ଖାଦ୍ୟ ପଦାର୍ଥ ରହିଛି, କିନ୍ତୁ ଦୁଷ୍ଟ ବ୍ୟକ୍ତିର ଉଦର ଶୂନ୍ୟ ରହେ। ଅଧ୍ୟାୟ 14। ପ୍ରଜ୍ଞା ନିଜ ପାଇଁ ଭବନ ନିର୍ମାଣ କରେ, କିନ୍ତୁ ମୂଢ଼ତା ସ୍ୱହସ୍ତରେ ତାହାକୁ ନିସ୍ତବ୍ଧ କରେ। ଯିଏ ନୀତିନିଷ୍ଠ ସେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ, କିନ୍ତୁ ଯାହାର ପଥ ଭ୍ରଷ୍ଟ ସେ ତାହାକୁ ଅବମାନନା କରେ। ମୂଢ଼ ବ୍ୟକ୍ତିର କଥା ତା'ର ପୃଷ୍ଠ ପାଇଁ ଉଦ୍ଦିଷ୍ଟ ଏକ ଯଷ୍ଟି ସଦୃଶ ଅଟେ, କିନ୍ତୁ ବିଜ୍ଞ ବ୍ୟକ୍ତିର ଅଧର ତାକୁ ସଂରକ୍ଷଣ କରେ। ଯେଉଁଠାରେ ବଳଦ ନାହିଁ ସେହିଠାରେ ଶସ୍ୟ ମଧ୍ୟ ନାହିଁ, କିନ୍ତୁ ବଳଶାଳୀ ବଳଦ ପ୍ରଚୁର ଫସଲ ଉତ୍ପାଦନ କରେ। ଜଣେ ବିଶ୍ୱସ୍ତ ସାକ୍ଷୀ ମିଥ୍ୟାଳାପ କରେ ନାହିଁ, କିନ୍ତୁ ଏକ କପଟୀ ସାକ୍ଷୀ ନିଜ ପ୍ରତ୍ୟେକ ନିଶ୍ୱାସ ତ୍ୟାଗ ସହ ମିଥ୍ୟା କହେ। ଜଣେ ଉପହାସକ ବୃଥାରେ ପ୍ରଜ୍ଞାର ସନ୍ଧାନ କରେ, କିନ୍ତୁ ଜଣେ ବୁଦ୍ଧିମାନ ବ୍ୟକ୍ତି ଅନାୟାସରେ ବିଦ୍ୟା ଲାଭ କରେ। ମୂଢ଼ ବ୍ୟକ୍ତିଠାରୁ ବିମୁଖ ହୁଅ, କାରଣ ତାଙ୍କଠାରୁ ତୁମେ ଜ୍ଞାନପୂର୍ଣ୍ଣ ବାକ୍ୟ ଶୁଣିବାକୁ ପାଇବ ନାହିଁ। ନିଜ ପଥ ବିବେଚନା କରିବା କାର୍ଯ୍ୟରେ ଜଣେ ବିବେକୀର ଜ୍ଞାନ ପରିଦୃଷ୍ଟ ହୁଏ, କିନ୍ତୁ ମୂଢ଼ ବ୍ୟକ୍ତିମାନଙ୍କ ମୂଢ଼ତା ପ୍ରବଞ୍ଚନାତ୍ମକ ଅଟେ। ଈଶ୍ୱର ଦୁଷ୍ଟ ବ୍ୟକ୍ତିମାନଙ୍କୁ ଘୃଣା କରନ୍ତି, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିଗଣ ତାହାଙ୍କ ପ୍ରୀତି ପ୍ରାପ୍ତ ହୁଅନ୍ତି। ହୃଦୟର ଦୁଃଖ କେବଳ ତାହା ଜଣେ ତାହାର ସୁଖରେ ମଧ୍ୟ ଅନ୍ୟ କେହି ଅଂଶୀଦାର ହୁଏ ନାହିଁ। ଦୁଷ୍ଟ ବ୍ୟକ୍ତିମାନଙ୍କ ଗୃହ ବିଧ୍ୱସ୍ତ ହେବ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ତମ୍ବୁ ଅଚଳ ରହିବ। ମନୁଷ୍ୟ ଦୃଷ୍ଟିରେ କୌଣସି ପଥ ସଠିକ୍ ଦେଖାଯାଏ, କିନ୍ତୁ ତାହାର ପରିଶେଷରେ ମୃତ୍ୟୁ ଥାଏ। ହାସ୍ୟ କରିବା ବେଳେ ମଧ୍ୟ ହୃଦୟ ଦୁଃଖପୂର୍ଣ୍ଣ ଅଟେ ଓ ସନ୍ତୋଷର ଶେଷ ଦଶା ସନ୍ତାପ ଅଟେ। ଜଣେ ବିପଥଗାମୀ ବ୍ୟକ୍ତି ନିଜ କାର୍ଯ୍ୟର ଫଳ ଅନୁଭବ କରିବ ଏବଂ ଏକ ଉତ୍ତମ ବ୍ୟକ୍ତି ନିଜ କର୍ମାବଳୀର ଫଳ ଲାଭ କରିବ। ଜଣେ ନିର୍ବୋଧ ବ୍ୟକ୍ତି ଯେକୌଣସି କଥା ବିଶ୍ୱାସ କରେ, କିନ୍ତୁ ଏକ ବିବେକୀ ମନୋଯୋଗ ପୂର୍ବକ ନିଜ ଗନ୍ତବ୍ୟ ପଥ ସନ୍ଧାନ କରେ। ସତ୍କର୍ମତା ପୂର୍ବକ ଜଣେ ବିଜ୍ଞ ବ୍ୟକ୍ତି ମନ୍ଦରୁ ବିମୁଖ ହୁଏ, କିନ୍ତୁ ଜଣେ ମୂଢ଼ ବ୍ୟକ୍ତି ଅସାବଧାନତା ପୂର୍ବକ ଅନିୟନ୍ତ୍ରିତ ହୁଏ। ଜଣେ କ୍ଷିପ୍ର କପି ମୂଢ଼ତା ପୂର୍ବକ ଆଚରଣ କରେ, କିନ୍ତୁ ଏକ ବିବେକୀ ଧୈର୍ଯ୍ୟଶୀଳ ଅଟେ। ନିର୍ବୋଧ ବ୍ୟକ୍ତିଗଣ ମୂଢ଼ତା ସଂଗ୍ରହ କରନ୍ତି, କିନ୍ତୁ ବିବେକୀମାନେ ଜ୍ଞାନର ମୁକୁଟ ଦ୍ୱାରା ବିମଣ୍ଡିତ ହୁଅନ୍ତି। ମନ୍ଦ ଲୋକେ ଉତ୍ତମ ଲୋକମାନଙ୍କ ସମ୍ମୁଖରେ ଓ ଦୁଷ୍ଟ ବ୍ୟକ୍ତିଗଣ ଧାର୍ମିକମାନଙ୍କ ସମ୍ମୁଖରେ ନତମସ୍ତକ ହୁଅନ୍ତି। ଦରିଦ୍ରକୁ ତାହାର ପ୍ରତିବେଶୀ ମଧ୍ୟ ଘୃଣା କରେ, କିନ୍ତୁ ଧନଶାଳୀର ସଂଖ୍ୟାଧିକ ବନ୍ଧୁ ଥାନ୍ତି। ଯିଏ ପ୍ରତିବେଶୀକୁ ଘୃଣା କରେ ସେ ଜଣେ ପାପୀ, କିନ୍ତୁ ଯିଏ ଦରିଦ୍ର ପ୍ରତି ଦୟା ପ୍ରଦର୍ଶନ କରେ ସେ ଧନ୍ୟ। ଅନିଷ୍ଟ ଯୋଜନାକାରୀମାନେ କ'ଣ ବିଭ୍ରାନ୍ତ ହୁଅନ୍ତି ନାହିଁ? କିନ୍ତୁ ଯେଉଁମାନେ ଉତ୍ତମ କାର୍ଯ୍ୟ କଳ୍ପନା କରନ୍ତି ସେମାନେ ବିଶ୍ୱସ୍ତ ତଥା ସତ୍ୟତା ଲାଭ କରନ୍ତି। ସର୍ବବିଧ ପରିଶ୍ରମ ଲାଭଜନକ ଅଟେ, କିନ୍ତୁ ଅନାବଶ୍ୟକ କଥାବାର୍ତ୍ତା ଦାରିଦ୍ର୍ୟ ଆଡ଼କୁ ବାଟ କଢ଼ାଏ। ପ୍ରଜ୍ଞା ଅଟେ ବିଜ୍ଞ ବ୍ୟକ୍ତିମାନଙ୍କର ମୁକୁଟ, କିନ୍ତୁ ମୂଢ଼ତା ନିର୍ବୋଧ ବ୍ୟକ୍ତିମାନଙ୍କର ପୁଷ୍ପହାର। ସତ୍ୟପ୍ରିୟ ସାକ୍ଷୀ ଜୀବନକୁ ରକ୍ଷା କରେ, କିନ୍ତୁ ମିଥ୍ୟାଳାପ କରେ ଯିଏ ସେ ବିଶ୍ୱାସଘାତକ। ପ୍ରଭୁଙ୍କ ପ୍ରତି ଭୟଭକ୍ତିର ପ୍ରଦର୍ଶନ
ସୁଦୃଢ଼ ଆସ୍ଥାର ଆଶ୍ରୟ ଅଟେ। ତାହା ଜଣଙ୍କର ସନ୍ତାନମାନଙ୍କ ପାଇଁ ଆଶ୍ରୟ ସ୍ଥାନ ହେବ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ଜୀବନର ଉତ୍ସ ଅଟେ। ମୃତ୍ୟୁର ଫାଶରୁ ମୁକ୍ତ ହେବା ପାଇଁ ତାହା ସାହାଯ୍ୟ କରେ। ନିଜ ପ୍ରଜାମାନଙ୍କର ସଂଖ୍ୟା ବହୁଳତା ରାଜାଙ୍କ ସମ୍ଭ୍ରମର ପରିଚୟ ହୁଏ। କିନ୍ତୁ ଯେଉଁ ରାଜା ସ୍ୱଳ୍ପ ସଂଖ୍ୟକ ପ୍ରଜା ବିଶିଷ୍ଟ, ସେ ବିନଷ୍ଟ ହେବ। ଯିଏ ଧୀର ସ୍ଥିର କପି, ସେ ଅତ୍ୟଧିକ ଜ୍ଞାନୀ, କିନ୍ତୁ ଯିଏ କ୍ଷିପ୍ର କପି, ସେ ମୂଢ଼ତାରେ ଗର୍ବବୋଧ କରେ। ପ୍ରଶାନ୍ତ ଚିତ୍ତ ଶରୀରକୁ ସଜୀବ କରିଦିଏ, କିନ୍ତୁ ଈର୍ଷା ଅସ୍ଥିର କ୍ଷୟରୋଗ ସୃଷ୍ଟ କରେ। ଯିଏ ନିର୍ଦ୍ଧନମାନଙ୍କୁ ଉତ୍ପୀଡ଼ନ କରେ, ସେ ନିଜ ସ୍ରଷ୍ଟାଙ୍କୁ ନିନ୍ଦା କରେ। କିନ୍ତୁ ଯିଏ ଦିନହୀନମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରେ, ସେ ତାଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରେ। ଜଣେ ଦୁଷ୍ଟ ବ୍ୟକ୍ତି ତା'ର ଦୁଷ୍କର୍ମ ଦ୍ୱାରା ବିଧ୍ୱସ୍ତ ହୁଏ, କିନ୍ତୁ ଏକ ନୀତିନିଷ୍ଠ ବ୍ୟକ୍ତି ଧର୍ମପରାୟଣତାରେ ଆଶ୍ରୟ ପ୍ରାପ୍ତ ହୁଏ। ଜଣେ ବିବେକୀର ହୃଦୟରେ ପ୍ରଜ୍ଞା ବାସ କରେ, କିନ୍ତୁ ମୂଢ଼ ବ୍ୟକ୍ତିର ମନ ତାହା ଜାଣେ ନାହିଁ। ନ୍ୟାୟପରାୟଣତା ଜନତାକୁ ଉନ୍ନୀତ କରିଦିଏ, କିନ୍ତୁ ପାପ ଯେକୌଣସି ଜନତା ପାଇଁ ଅପମାନଜନିତ। ଯେଉଁ ପରିଚାରକ ବିବେକପୂର୍ବକ ଆଚରଣ କରେ, ସେ ରାଜାଙ୍କ ପ୍ରୀତି ପ୍ରାପ୍ତ ହେବ। କିନ୍ତୁ ଯିଏ ଲଜ୍ଜାପୂର୍ବକ ଆଚରଣ କରେ, ତା ବିରୁଦ୍ଧରେ ତାଙ୍କ କ୍ରୋଧାଗ୍ନି ପ୍ରଜ୍ୱଳିତ ହୁଏ।